ପାକିସ୍ତାନ ବାଂଲାଦେଶ ଯେତେବେଳେ ବିଭାଜନ ସେତେବେଳେ ଯେଉଁମାନେ ଆସିଥିଲେ ସେମାନଙ୍କୁ ସରକାର ଉତ୍ସାହିତ କରିଥିଲେ। ତାଙ୍କ ପାଇଁ ଆମେ ଯେତିକି ଜାଣିଛୁ ଆମର ଏଇ କେନ୍ଦ୍ରାପଡ଼ା ଅଞ୍ଚଳରେ ବି ଅଛନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ଗଲେ ଏଇ 10 ବର୍ଷ 15 ବର୍ଷ 20 ବର୍ଷ ଭିତରେ ସେମାନେ ଭାରତକୁ ଆସୁଛନ୍ତି, କାମ କରିବେ, ପରିଶ୍ରମ କରିବେ, ଅର୍ଥ ଉପାର୍ଜନ କରିବେ, ତାଙ୍କ ଦେଶକୁ ପଠେଇବେ ଏବଂ ତା ସହିତ ଆତଙ୍କବାଦ କାର୍ଯ୍ୟରେ ମଧ୍ୟ ଗଞ୍ଜେଇ ଅଫିମ ମଦ କଥା ମୁଁ କହିପାରିବି, ଗଞ୍ଜେଇ ଚାଷ ଠାରୁ ଆରମ୍ଭ କରି ଆତଙ୍କବାଦ ଉତ୍ସାହିତ ସେଥିପାଇଁ ସରକାର ଏଥିପାଇଁ ଗୋଟାଏ ମୁଣ୍ଡ ଖର୍ଚ୍ଚ କରୁଛନ୍ତି। ନିଷ୍ପତ୍ତି କି ଆମେ ଠିକ୍ ବୋଲି କହିପାରିବା ରହିବ। ଦେଖନ୍ତୁ, ନିଷ୍ପତ୍ତି ଦେଶ ପାଇଁ ଯାହା ଯେତେବେଳେ ଦରକାର ଆମେ ସମସ୍ତେ ରାଷ୍ଟ୍ର, ପ୍ରଥମେ ରାଷ୍ଟ୍ର, ତାପରେ ରାଜନୀତି। ପାକିସ୍ତାନରୁ ଯେଉଁମାନେ ବିଦା ହେଲେ ଆମର ଏଠୁ ମାନେ ପାକିସ୍ତାନ ଗଲେ, ପାକିସ୍ତାନ ସରକାର ତାଙ୍କୁ ମାନେ ଗେଟ୍ ବନ୍ଦ କରିଦେଲା। କେତେ ଲୋକ ସୁଇସାଇଡ୍ କରି ନେଲା, କେତେକ ଲୋକ ବସି ବସି ସେଥିରେ ତାକୁ ଗେଟ୍ ଖୋଲିଲେ, ସେ କେଉଁଠି ରହିଲେ କ'ଣ କଲେ। ମୋଟାମୋଟି କଥା ସବୁ କଥା ଗୋଟେ ମିଶ୍ର ପ୍ରତିକ୍ରିୟା ଅଛି। ମୁଁ ଜଣେ ଆଧ୍ୟାତ୍ମିକବାଦୀ, ମୁଁ ତ ଏ କଥାକୁ ଗ୍ରହଣ କରିପାରୁନି। କାରଣ ଲୋକମାନଙ୍କୁ ଆମେ ପଠେଇବା, ସେ ଯିବେ କୁଆଡ଼େ? ବରଂ ଆମ ଦେଶରେ ଯେଉଁ ଦୋଷୀ ଅଛନ୍ତି ତାଙ୍କରି ଭିତରେ ଆମେ ତାଙ୍କୁ ଦଣ୍ଡିତ କରିବା, ତାଙ୍କୁ ଆମେ ବିତାଡ଼ିତ କରିବା। କିନ୍ତୁ ଛୋଟ ଛୁଆମାନେ କ'ଣ ଦୋଷ କଲେ? ଗୋଟେ ସ୍ତ୍ରୀ ଲୋକ ସିଏ ବିଲକୁଲ ପାକିସ୍ତାନ ଦେଖିନି କି ବାଂଲାଦେଶ ଦେଖିନି, ସେ ଏଇଠି ଜନ୍ମ ହେଇଛି, ଏଇଠି ବାହା ସେ ବର୍ତ୍ତମାନ କ'ଣ? ତେଣୁ ସେଥିପାଇଁ ସରକାରଙ୍କ ପାଖରେ ବଳିଆ ମଧ୍ୟ ନିବେଦନ କରୁଛି, ମୁଁ କରିଛି ପୁଣି ଖାଲି ପ୍ରେସ୍ରେ କହିବାନି, ମାନେ ପତ୍ର ଦ୍ୱାରା ଯୋଗାଯୋଗ କରିବା ଯେ ପୁନର୍ବିଚାର। ଅତୀତରେ ଆସାମରେ ହେଇଛି, ଆସାମ ବିପ୍ଳବରେ ହେଇଛି, ଏଠି କାହିଁ ହବ?